ସଭ୍ୟତା, ସଂସ୍କୃତି ଓ ସାହିତ୍ୟ ମାନବୀୟ ଭୂମିଖଣ୍ଡୀୟ ସାମୂହିକ ଏକତ୍ର ସମକାଳୀନ ବସତିକୁ ସଭ୍ୟତା କୁହାଯାଏ। ସଭ୍ୟତାର ଅନ୍ୟ ନାମ ଜାତି ବା ମାନବ ସମ୍ପ୍ରଦାୟ। ମାନବ ରଚିତ ଇତିହାସକୁ ଅନୁଧ୍ୟାନ କଲେ ପୃଥିବୀରେ ଅସଂଖ୍ୟ ଛୋଟ ବଡ଼, ଲୋକ ଜଣା ଲୋକ ଅଜଣା ସଭ୍ୟତାର ପରିଚୟ ମିଳେ। ପୃଥିବୀ ଇତିହାସରେ ସିନ୍ଧୁ ସଭ୍ୟତା, ଆର୍ଯ୍ୟ ସଭ୍ୟତା, ମେସୋପଟାମିଆ ସଭ୍ୟତା, ମିଶରୀୟ ସଭ୍ୟତା ନାମରେ ଲୋକ ଜଣା ସଭ୍ୟତା ଅଛି, ଯାହାକି ପାଠରେ ପଢ଼ାଯାଇଅଛି। ପରନ୍ତୁ ଏମିତି ଅନେକ ସଭ୍ୟତା, ମାନବୀୟ ବସତି ଅଛି, ଯାହାକୁ ଲୋକ ଜାଣି ନାହାନ୍ତି। ଏମାନେ ଇତିହାସର ଅଗୋଚରରେ ଆଜି ବି ଅଛନ୍ତି। ଏଥିରୁ ଜଣାଯାଇଥାଏ କି ଲୋକ ଅଜଣା ସଭ୍ୟତାଗୁଡ଼ିକ ପ୍ରସିଦ୍ଧ ନଥିଲେ, କିନ୍ତୁ ଏମାନେ ଥିଲେ। ସଭ୍ୟତା ବା ମାନବୀୟ ବସତି ଏକ ସମୟାନ୍ତରିକ ପରିବର୍ତ୍ତନ। ଗୋଟିଏ କାଳଖଣ୍ଡରେ ଏମାନେ ଉଭା ହୁଅନ୍ତି ଏବଂ ସେହିପରି ଆଉ ଏକ କାଳଖଣ୍ଡରେ ଏମାନଙ୍କ ଅସ୍ତିତ୍ୱ ସ୍ଥିତିହରା ହୋଇଯାଇଥାଏ। ଏମାନେ ଭୂମିରୁ ନିଶ୍ଚିହ୍ନ ହୋଇଯାଆନ୍ତି। ସମୟର ବିବର୍ତ୍ତନ ତଥା ମାନବୀୟ ମୃତ୍ୟୁ ଏଥିପାଇଁ ମୂଳ କାରଣ ଅଟେ। ସମୟର ପରିବର୍ତ୍ତନ ଭଳି ମାନବର ଦୁର୍ଲଭ ଜୀବନ ମଧ୍ୟ ତଦନୁଯାୟୀ ବିବର୍ତ୍ତନ ପଥରେ ଗତି କରୁଥିବାରୁ ବେଳକୁ ବେଳ ସଭ୍ୟତାର ସ୍ଥିତି ଓ ନାମକରଣରେ ବଦଳାପଣ ଆସେ, ଦୁନିଆରେ ପରିଦୃଷ୍ଟ ହୋଇଥାଏ। ସଭ୍ୟତା ମାନବୀୟ ଜନବସତିର ବାହାର ରୂପ, ଆଉ ସଂସ୍କୃତି ସେହି ସଭ୍ୟତାର ଭିତର ଆଭ୍ୟନ୍ତରୀଣ ଅନ୍ତର ବା ତାହାର କ୍ରିୟା ପ୍ରତିକ୍ରିୟା ରୂପ। ସଭ୍ୟତା ବସତି, ସେହି ବସତିର ଜୀବନ ବିତାନର ଧାରା ହେଉଛି ସଂସ୍କୃତି। ସଂସ୍କୃତି ଏବଂ ଅପସଂସ୍କୃତି ହୋଇ ଇଂରାଜୀ କଲଚରର ଦୁଇ ବିଭାଜନ ଅଛି। ସଂସ୍କୃତି ସଭ୍ୟତା ବା ମାନବ ବସତି ସମାଜର ହିତରେ ଯାଇଥାଏ, ଆଉ ଅପସଂସ୍କୃତି ମାନବର ବୃହତ୍ତର ଜନବସତିର ଅହିତକର ହୋଇଥିବା ହେତୁ ଏହାର ଏପରି ନାମକରଣ ପ୍ରଦାନ କରାଯାଇଅଛି। ସଂସ୍କୃତିର କୁଗୁଣ ହେଉଛି ବା ମନ୍ଦ କାର୍ଯ୍ୟକଳାପ ବା ଯାହାର ସାମାଜିକ ସାମୂହିକ ଚଳାଚଳଗତ ସ୍ୱୀକୃତି ନଥାଏ, ତାହାକୁ ଅପ ବା ଖରାପ ମନ୍ଦ ସଂସ୍କୃତି କୁହାଯାଇଥାଏ। ସଂସ୍କୃତି କହିଲେ ମାନବୀୟ ଜୀବନ ଅତିବାହିତ ପଦ୍ଧତି ବା ଧାରାକୁ ବୁଝାଏ, ଅର୍ଥାତ୍ ମାନବୀୟ ସମ୍ପ୍ରଦାୟଟି କେମିତି ଜୀବନ ନିର୍ବାହ କରୁଅଛିକୁ ତାହାର ସଂସ୍କୃତି ସାଧାରଣତଃ କୁହାଯାଇଥାଏ। ସଭ୍ୟତାର ଯେମିତି ବିଭିନ୍ନ ନାମ ରହିଥାଏ, କୋରାନରେ ଯେମିତି ଅଛି ଆଦ୍, ସମୁଦ୍, ସେହିଭଳି ସେହି ମାନବୀୟ ସଭ୍ୟତାର ଉତ୍ପନ୍ନ ତାର ସଂସ୍କୃତିର କାର୍ଯ୍ୟିକ ଦିଗଟି ବହୁଆଡ଼େ ଧାବିତ ଥାଏ। ସଭ୍ୟତା ଗୋଟିଏ ନିର୍ଦ୍ଦିଷ୍ଟ ନିରୂପିତ ସମୟ ଭୂଖଣ୍ଡର, ହେଲେ ସଂସ୍କୃତିର ଗତିଧାରା ବହୁରୂପୀ। ଯଥା ସାମାଜିକ ସଂସ୍କୃତି। ସାମାଜିକ ସଂସ୍କୃତି କହିଲେ ମଣିଷ ସହିତ ସମ୍ପର୍କ, ମଣିଷର ମଣିଷ ସହିତ ଶତ୍ରୁତା, ମଣିଷର ଜୀବନ ନିର୍ବାହ ପଦ୍ଧତି, ତାର ବାସଗୃହର ପରିକଳ୍ପନା। ସେହିଭଳି ଶୈକ୍ଷିକ ସଂସ୍କୃତି, କଳା ସଂସ୍କୃତି, ଧର୍ମୀୟ ସଂସ୍କୃତି ହୋଇ ସଂସ୍କୃତି ଅନେକ ରୂପ। ସାମାଜିକ ସଂସ୍କୃତି କହିଲେ ମଣିଷର ବସତିର ସ୍ୱରୂପ। ଶୈକ୍ଷିକ ସଂସ୍କୃତି କହିଲେ ଶିକ୍ଷା ଦୀକ୍ଷା ସ୍ଥିତି। ମଣିଷ ପଶୁ ଭଳି ଜୀବନ ବିତାଇବାକୁ ଦୁନିଆକୁ ଆସିନାହିଁ। ସେ ସଭ୍ୟ ଶିକ୍ଷିତ ଉପାୟରେ କେମିତି ଭଲ ମଣିଷ ହୋଇ ସମାଜରେ ବଞ୍ଚିବ, ଉପାର୍ଜନକ୍ଷମ ହେବ, ସମାଜର କ୍ଷତି କରିବ ନାହିଁ, ବରଂ ସମାଜର ଉପକାରରେ ଆସିବ, ବଂଶପ୍ରଥା ପରିବାର ପରମ୍ପରା କ୍ରମେ ତାହା ଏହି ଶୈକ୍ଷିକ ସଂସ୍କୃତିରେ ଯିବ। କଳା ସଂସ୍କୃତିରେ ମଣିଷ ସଭ୍ୟତାର ସୌନ୍ଦର୍ଯ୍ୟପ୍ରିୟତା, କଳା ଅନୁରାଗମୟତା, ସ୍ଥାପତ୍ୟ ଭାସ୍କର୍ଯ୍ୟ ଆଦି ଗୁଣାବଳୀ ଅନ୍ତର୍ଭୁକ୍ତ ହେବେ। ଯେମିତି ଉପରୋକ୍ତ ନାମକରା ମାନବୀୟ ସଭ୍ୟତାର କଳା ସଂସ୍କୃତି ଜନିତ ପରିଚୟ ମିଳେ ଇତିହାସ ରଚନାର ବିବିଧ ପଠନ ପ୍ରକ୍ରିୟାରୁ, ଯଥା କିଳକଲିପି, ସିନ୍ଧୁ ସଭ୍ୟତାର ବୃହତ୍ ସ୍ନାନାଗାରର ଆବିଷ୍କାର, ଜିଗୁରାତ୍
এইଭଳି ବୈଦିକ ସଭ୍ୟତାର ରହଣି ସହଣିର ନାନାଦି ବୟାନ ବା ବର୍ଣ୍ଣନା। ସଂସ୍କୃତିର ବହୁ ସୂକ୍ଷ୍ମ ରୂପ ବା ଖଣ୍ଡ ବିଖଣ୍ଡିତ ହୋଇ ଭେଦ ଅଛି। ସବୁଗୁଡ଼ିକର ଉଲ୍ଲେଖ ସହଜରେ କରାଯାଇପାରିବ ନାହିଁ। ତେବେ ପ୍ରମୁଖ କେତୋଟି ସଂସ୍କୃତିର ସ୍ଥୂଳ ପରିଚୟ ପ୍ରଦାନରେ ସଭ୍ୟତା ଜନିତ ସଂସ୍କୃତିର ଅବଧାରଣା ଦ୍ୱାରା ସଂସ୍କୃତିର ସ୍ୱରୂପ ବା ନିଜ ରୂପକୁ ଦେଖାଯାଇପାରେ। ଶେଷରେ ଧର୍ମୀୟ ସଂସ୍କୃତିର ପରିଚୟ ହେଲା ମନୁଷ୍ୟର ଚିରନ୍ତନ ଈଶ୍ୱର ବିଶ୍ୱାସ ଏବଂ ଅବିଶ୍ୱାସ ବୋଧରୁ ସଂସ୍କୃତିର ଅନ୍ତର୍ଗତ ହୋଇ ରହିଥାଏ। ମଣିଷ ସାଧାରଣତଃ ଧର୍ମଭୀରୁ ଈଶ୍ୱର ଅଛନ୍ତି ଓ ସେ ସକଳର ସ୍ରଷ୍ଟା, କର୍ତ୍ତା, ଧାତା, ଜଗତର ସକଳ ସମଗ୍ର ସୃଷ୍ଟି ପଛର ସେ ପ୍ରତ୍ୟକ୍ଷ ପରୋକ୍ଷ ପ୍ରଣେତା। ସେ କହିଥିବାର ମାନବ ପାଇଁ ନିୟୋଜିତ ବିଭିନ୍ନ ଧର୍ମଗ୍ରନ୍ଥରୁ ଜଣାଯାଇଥାଏ କି ଧାରୟତି ଇତି ଧର୍ମ, ଅର୍ଥାତ୍ ମଣିଷ ମନରେ ଈଶ୍ୱର ବିଶ୍ୱାସକୁ ଧରି ରଖିବାର ନାମ ଧର୍ମ। ଧର୍ମୀୟ ବିଶ୍ୱାସର କାର୍ଯ୍ୟକାରିତାର ନାମ ଧାର୍ମିକତା। ଏକେଶ୍ୱର ଏବଂ ବହୁ ଈଶ୍ୱରବାଦରେ ଧର୍ମର ଧାର୍ମିକତାର ଅବସ୍ଥିତି। ଧର୍ମ ଏକ ସବୁଦିନିଆ ରହିବାର ଶାଶ୍ୱତ ଚିରନ୍ତନ ବିଶ୍ୱାସ। ଧର୍ମକୁ ବିଶ୍ୱାସ ନ କଲେ ମଣିଷର ପରିତ୍ରାଣ ନଥାଏ। ଈଶ୍ୱର ନିଜେ କହି ରଖିଛନ୍ତି, ଈଶ୍ୱର ବା ଭଗବାନ ସିଏ ଯିଏ ଭୂମି, ଗଗନ, ବାୟୁ, ନିଆଁର ଅଧିପ ତଥା ଅଧିକାରୀ, ସକଳ ଶକ୍ତିର ଆଧାର। ଧର୍ମ ବିଶ୍ୱାସ କହେ ମଣିଷ ଈଶ୍ୱରଙ୍କର ସୃଷ୍ଟି ସମ୍ଭୂତ, ତାଙ୍କର ସର୍ବୋତ୍ତମ ସର୍ବଶ୍ରେଷ୍ଠ ସୃଷ୍ଟି। ଭଗବାନଙ୍କର ପୂଜା ଅର୍ଚ୍ଚନାର ନାମ ଧର୍ମ ଧାରଣ, ମନରେ ଧରି ରଖିବା। ଏକେଶ୍ୱରବାଦରୁ ବହୁ ଈଶ୍ୱରବାଦର ସୃଷ୍ଟି। ଏକେଶ୍ୱରବାଦର ଧର୍ମରେ ଈଶ୍ୱରଙ୍କ ବିଶେଷତ୍ୱ ହେଲା ଅନାଦି, ଅନନ୍ତ, ଅମର, ଅକ୍ଷୟ, ଅନ୍ତର୍ଯ୍ୟାମୀ, ଅସୀମ, ଅପାର, ସର୍ବଶକ୍ତିମାନ, ସର୍ବକର୍ମବାନ, ସର୍ବୋପସ୍ଥିତବାନ, ସୃଷ୍ଟିକର୍ତ୍ତା, ଧ୍ୱଂସକର୍ତ୍ତା ଇତ୍ୟାଦି। ଆଉ ବହୁ ଈଶ୍ୱରବାଦରେ ମୂର୍ତ୍ତି ପୂଜାର ସାକାର ଈଶ୍ୱରୀୟ କଳ୍ପନା ତଥା ଭେଦର ବିସ୍ତାର ରହିଅଛି। ସାକାର ବା ସଗୁଣ, ନିରାକାର ବା ନିର୍ଗୁଣ ବିଶ୍ୱାସରେ ଈଶ୍ୱରୀୟ ଉପାସନାର କାରଣ ହେଲା ଇହଲୋକରେ ଶାନ୍ତି ତଥା ପରଲୋକରେ ମୁକ୍ତି। ଏହି ମୁକ୍ତିକୁ ଦୁଇଟି ଅର୍ଥରେ ଧର୍ମ ବିଶ୍ୱାସରେ ନିଆଯାଇଅଛି, ଯଥା ଆତ୍ମାକୁ ପୁନର୍ଜନ୍ମରୁ ଦୂରେଇ ରଖିବାରେ ଏବଂ ନର୍କ ଯନ୍ତ୍ରଣା ଦାଉରୁ ସୁରକ୍ଷା ଦେବାରେ ନୀତ ବା ନିଆଯାଇଅଛି। ଆତ୍ମା ପୁନର୍ଜନ୍ମରୁ ଦୂରେଇ ରହିବାର ହେତୁ ହେଲା ପୁଣି ଥରେ ଘଟ ପରିବର୍ତ୍ତନ କରି ନଶ୍ୱର, ନଷ୍ଟଶୀଳ, ମୃତ୍ୟୁଗାମୀ ମର୍ତ୍ତ୍ୟକୁ ଧରାଧାମକୁ ଫେରି ଆସିଲେ ରୋଗ, ଶୋକ, ଜରା, ବ୍ୟାଧି, ମୃତ୍ୟୁ ଯନ୍ତ୍ରଣା ବାରମ୍ବାର ଭୋଗିବ। ପରନ୍ତୁ ଆତ୍ମା ପରମାତ୍ମାଠାରେ ଲୀନ ହେଲେ, ମିଶିଗଲେ ଆଉ ଦୁସ୍ତର ବା ଦୁଃଖ କଷ୍ଟ ଭୋଗ ଧରାକୁ ଘଟ ପରିବର୍ତ୍ତନ ରୀତିରେ ଆସିପାରିବ ନାହିଁ। ଅପରପକ୍ଷରେ ସ୍ୱର୍ଗ ନର୍କ ବୋଲି ମାନବୀୟ ଧର୍ମୀୟ ବିଶ୍ୱାସ ଅଛି। ସ୍ୱର୍ଗ ସତ୍କର୍ମର, ଶାନ୍ତି, ସୁଖ, ସଦ୍ଭାବର, ଅମର ଆତ୍ମାର ଚିର ରହଣି ସ୍ଥାନ। ସେହିପରି ନରକ ବା ନର୍କ ମଣିଷର ଦୁଷ୍ଟ ଆତ୍ମାର କୁକର୍ମ ଅପକର୍ମ ଜନିତ ଯାତନା ଯନ୍ତ୍ରଣା ଭୋଗର ସ୍ଥାନ। ଆଉ ଏଥିରୁ ପୁଣ୍ୟାତ୍ମା ହୋଇ ସତ୍କର୍ମ ଜରିଆରେ ମଣିଷର ପରଲୋକୀୟ ବା ମୃତ୍ୟୁ ପରବର୍ତ୍ତୀ ସଂସାରରେ ଆତ୍ମା କିଭଳି ଦୂରେଇ ରହିବ, ଯାତନା ପାଇବ ନାହିଁ, ସ୍ୱର୍ଗ ସୁଖର ଅଧିକାରୀ ହେବର ବିଶ୍ୱାସ ହିଁ ମୁକ୍ତି, ମୋକ୍ଷ ବା ନିର୍ବାଣ ବା ଇଂରାଜୀର ସଲଭେସନ୍। ମାନବୀୟ ଧର୍ମ ସଂସ୍କୃତି ଜନିତ ଜୀବନଧାରାର ଏହା ହିଁ ପ୍ରମୁଖ ତଥା ସବିଶେଷ ବିଶେଷତ୍ୱ। ଏହାରି ଉପରେ ମାନବୀୟ ଜାଗତିକ ସାହିତ୍ୟ ସୃଷ୍ଟି ଜନିତ ଧର୍ମୀୟ ପ୍ରଭାବ ଅଛି। ଅତଏବ ସାହିତ୍ୟ ସୃଷ୍ଟିର ଆକଳନ ପରିପ୍ରେକ୍ଷୀରେ ଧର୍ମୀୟ ପ୍ରଭାବ ଅପର ଅପରିହାର୍ଯ୍ୟ ଆବଶ୍ୟକୀୟ ଉପାଦାନ, ଯାହାକୁ କଦାପି ଅବଜ୍ଞା କରାଯାଇ ପାରିବ ନାହିଁ। ହିତସାଧନ ଶାସ୍ତ୍ରର ନାମ ସାହିତ୍ୟ। ଏହା ଦୁଇ ଭାଗରେ ବିଭକ୍ତ। ଗୋଟିଏ ହେଉଛି ସୃଜନଶୀଳ ସାହିତ୍ୟ, ଆଉ ଗୋଟିଏ ହେଉଛି ଜ୍ଞାନାତ୍ମକ ସାହିତ୍ୟ। ସୃଜନଶୀଳ ସାହିତ୍ୟରେ କାବ୍ୟ, କବିତା, ଗଳ୍ପ, ଉପନ୍ୟାସ ରହିଛି। ଆଉ ଜ୍ଞାନାତ୍ମକ ସାହିତ୍ୟରେ ଇତିହାସ, ନଗର ବିଜ୍ଞାନ, ରାଜନୀତି ବିଜ୍ଞାନ, ନୃତତ୍ତ୍ୱ, ସମାଜତତ୍ତ୍ୱ, ମନସ୍ତତ୍ତ୍ୱ ଇତ୍ୟାଦି। ସାହିତ୍ୟ କହିଲେ ମାନବ ଜୀବନ ଓ ତାହାର ଦଳ, ସମ୍ପ୍ରଦାୟ ବା ସଭ୍ୟତା ଓ ସଂସ୍କୃତିର ଅନୁଭୂତିସିଦ୍ଧ କଳାତ୍ମକ ସୃଜ୍ୟମାନ ବୟାନ ବା ବର୍ଣ୍ଣନା, ଯାହାକି ମଣିଷର ହିତ ସାଧେ, ଉପକାରରେ ଆସେ। ସୁତରାଂ ସଭ୍ୟତା, ସଂସ୍କୃତି ଏବଂ ସାହିତ୍ୟ ଗୋଟିଏ ସର୍ଜନଶୀଳ ସୂତାର ତିନୋଟି ଅମୂଲ୍ୟ ପୁଷ୍ପ ଗ୍ରନ୍ଥନ।
ସଭ୍ୟତା ନଥିଲେ ସଂସ୍କୃତି ନାହିଁ। ଆଉ ସଭ୍ୟତା ସଂସ୍କୃତିକୁ ସାହିତ୍ୟ ଜରିଆରେ ଜଗତରେ ପ୍ରଦର୍ଶିତ କରାଏ। ମାନବ ସର୍ଜିତ ସାହିତ୍ୟ, ଯାହାକି ମୌଖିକ ଏବଂ ଲିଖିତ ରୀତିୟ ହୋଇ ଦୁଇ ଭାଗରେ ଷୋଳତଃ ବିଭକ୍ତ। ସାହିତ୍ୟ ଜୀବନର ଅମର ଗାଥା। ଏହା ଜୀବନର ଭାଷାଭିତ୍ତିକ ବା ଭାଷା ମାଧ୍ୟମିକ ବୟାନ, ଜୀବନର ଆନୁଭୂତିକ ସୃଜ୍ୟମୟ ବିଭାଜିତ ରୂପ। ପଦ୍ୟ ଏବଂ ଗଦ୍ୟରେ ବିଭାଜିତ। ପୁଣି ପ୍ରୋକ୍ତ ପଦ୍ୟ ତଥା ଗଦ୍ୟର ନିଜସ୍ୱ ସୂକ୍ଷ୍ମ ବିଭକ୍ତିକରଣ ବି ବିଦ୍ୟମାନ। ସଭ୍ୟତା ସଂସ୍କୃତି ଏବଂ ସାହିତ୍ୟକୁ ଜନ୍ମ ଦେଇଅଛି। ମଣିଷ ଅନୁକରଣ ପ୍ରକୃତି ତାର ସାହିତ୍ୟକୁ ସର୍ଜିତ କରିଅଛି। ମଣିଷ କଳ୍ପନାପ୍ରିୟ, ଭାବନାତ୍ମକ ଜୀବ, ଅନୁଭବୀ ପ୍ରାଣୀ। ତାରି ଏହି ଅନୁଭବ ଜନିତ ମାନସିକ କ୍ରିୟାଶୀଳତାରୁ ସାହିତ୍ୟର ସୃଷ୍ଟି ସଂସାରରେ ସମ୍ଭବିତ ହୋଇଅଛି।